ইনজেকশন হওয়ার ব্যস্ত কোন বুঝছো যোগ গাই হচ্ছে আমার মা আমি তার যোগ দেওয়ার ব্যতিক্রম আজি ব্রাহ্মণ খ্যাতি অর্জন করছেন কাহা পাই গাই গাই মধ্যে ব্রাহ্মণ হোম পেট্রোল লাগাইব ব্রাহ্মণ হোম করিলে পণ্ডিতে কହୁଥିଲେ না ଆପଣମାନଙ୍କର ଯେକି ভূতে সে ভূত হচ্ছে গাই লোক পঞ্চামৃত পঞ্চগব্য আজ গোটে মা পিলা জন্ম করে চালি গলা তা পিলাକୁ ଫେର ଦବ କିଏ ଗାଇ ଦବ ତେଣୁ ହଜାରଟା ବ୍ରାହ୍ମଣରେ ଯଦି ଏକ ହଜାରଟା ବ୍ରାହ୍ମଣରେ ଯେତିକି କଣ ମୂଲ୍ୟ ଗୋଟିଏ ଗାଈରେ ସେତିକି ବ୍ରହ୍ମବଧ ସହସ୍ର ଇଏ ତ ଗୋବର୍ଦ୍ଧନ କଥା ଶିଶୁମାନଙ୍କ ସମାବୃତ ଗୋଟିଏ ଶିଶୁକୁ ମାରିଲେ ସେତିକି ନା ପ୍ରଭୁ ବୁଝୁଛୁ ସେଇଠି ଛାଡ଼ି ଦେଲେ କଂସ କାହାକୁ ଦେଖି ଦେଖ ବହୁ ଆଚ୍ଛା ତୋର ଏତିକି ବୁଦ୍ଧି ନାହିଁ ଏ ଦୁନିଆରେ ଯେତେ ଜେଲ ଅଛି ନାରୀ ଅପରାଧୀ ଗୋଟିଏ ମାରେ ଟିକେ ବିଚାର କରନ୍ତୁ ତୋର ତୋ ସ୍ତ୍ରୀ ଅପରାଧ କଣ ତୁମେ ଦି ଜଣ କାଟା ଗୋଟିଏ ବେଳାରେ ପାଇବ ଗୋଟିଏ ବେଳ ଗୋଟିଏ ବେଳ ସାରା ସାରା ମଞ୍ଜୁ କଣ ସାରେ ଏ ମଞ୍ଜୁ ଆସ ମଞ୍ଜୁ ବି ଆସ ସାରା ଅଛି ବ୍ରାହ୍ମଣ ସେ ବସାରେ କଥା କହିସାରେ ଆସିଲି ସାର୍ ଆଚ୍ଛା ମନେ କର ତୋ ସ୍ୱାମୀ ସ୍ତ୍ରୀ ଦି ଜଣ ଯାକ ଅପରାଧ ଦୁଇ ଜଣ କଣ ଗୋଟିଏ ସେଲରେ ରହିବ ଆପଣ ଅଲଗା ରହିବ ହଁ ଇଏ କଂସ ଏଠି ଭୁଲ କଲା ତା ଭଉଣୀ କି ଗୋଟିଏ କୋଠରୀରେ ଆଉ ଭିଣୋଇ କି ଗୋଟିଏ କୋଠରୀରେ ରଖିଥିଲେ ପିଲା ହେଟା ତୁ ଭଉଣୀ ଭିଣୋଇ କି ଗୋଟିଏ କୋଠରୀରେ ରଖିଲା 6ଟା 7ଟା 8ଟା ପିଲା ଜନ୍ମ ତୁ କଲା କରିଲେ ଗୋଟେ ପୁଅ ଅନ୍ତର୍ଧାନ ହେଇଗଲା କଣ ୱାର୍ଡରେ ଗାଁରେ ସ୍ପେଶାଲିଷ୍ଟ ଅଛନ୍ତି 3 ମାସ ଗୋଟେ ଅସମ୍ପୂର୍ଣ୍ଣ ଭ୍ରୂଣ ଗୋଟେ ନାରୀ ଗର୍ଭରୁ ଆଉ ଗୋଟେ ନାରୀ ଗର୍ଭକୁ ଟ୍ରାନ୍ସଫର କରିପାରିବେ ନା କରିପାରିବେ ନା ଦେବକୀ ଗର୍ଭରେ ଥିଲେ ବଳରାମ 3 ମାସ ସେ କେମିତି ଲାଗିବ ହିଡ଼ିଙ୍କ ଗର୍ଭରେ ପହଞ୍ଚି କଣ ବୁଝୁଛୁ ବିଜ୍ଞାନ ଥିଲା ପୁରାଣ ଯୁଗରେ ବହୁ ଆଗେ ବିନା ଇନ୍ଧନରେ ହେଲିକପ୍ଟର ଉଡ଼େଇଥିଲା କିଏ ପ୍ଲାଷ୍ଟିକ ସର୍ଜରୀ କରିଥିଲେ ନୀଳକଣ୍ଠେଶ୍ୱର କାଟିଲା ପରେ ସମୁଦ୍ର ଚଳିଲା ହାତୀ ମୁଣ୍ଡ ଠିକ ନା ଭୁଲ ବହୁ ଡକ୍ଟର ଅଛନ୍ତି ମୁଣ୍ଡ କାଟି ଦେଇକି ମୋ ମୁଣ୍ଡକୁ ଜଳିବ ଜଳି ପାରିବ ନା ନୀଳକଣ୍ଠେଶ୍ୱର କରିଛନ୍ତି ଗୋଟେ ମଣିଷ ମରିଗଲା ପରେ ତା କିଡନୀ 26 ଘଣ୍ଟା ଯାଏ ବଞ୍ଚିଯିବ ପ୍ରତ୍ୟାରୋପଣ କଲେ ଚଳିବ କିନ୍ତୁ ଆମେ କଣ ଡକ୍ଟର କିନ୍ତୁ ମୁଁ ଏତିକି କହିବି ଗଣେଶ ମୁଣ୍ଡକୁ କାଟିଲେ ଶିବ ହାତୀ ମୁଣ୍ଡ ଯୋଡ଼ି 3ଟା ବୁଢା ବୁଢୀ ପ୍ରଭାବସ୍ଥା ଅତିକ୍ରାନ୍ତ କରି ଯାଇଥିଲେ ମ୍ୟାଚୁରିଟି ପିରିୟଡ ଏକ୍ସପାୟାର କରି ଯାଇଥିଲା ସେମାନେ 4 ପୁଅ ଜନ୍ମ କଲେ କୌଶଲ୍ୟା କୈକେୟୀ ସୁମିତ୍ରା କଣ ଚରୁବନ ଖାଇବି ଚରୁବନ ଖାଇଲେ ପିଲା ये गुड़े भूल भूतान तुमे पालार देला शिक्षित ज्ञानी लोक माने पालार निवृत्त होछन ये ना चरुवन होची मेडिसिन गोटे नारी गांधी की भेटे दिबो से औषध खाइबो स्वामी सह मिलन हबनी संतान ना खाद्य तो खाइले पाकस्थल की जीवो डाइजेशन हो खा दिला संस्कृत रामायण देखे भागवत देखे राम लक्ष्मण भरत शत्रुघ्न कोठु जन्म अरे ठाकुरता दे दो बुझुछ हमर लक्ष्य अछि कंस निर्दोष कंस दया राम लक्ष्मण भरत शत्रुघ्न कोठु जन्म लागछ गोटिए बत जगन्नाथ दास भागवत अष्टम स्कंद कंसार करे कला देव मानव हित काजे हे बोलिया रसरथ दशरथଙ୍କ ବୀର୍ଯ୍ୟ ରାମଚନ୍ଦ୍ର ଆଚ୍ଛା ଦଶରଥ ବୀର୍ଯ୍ୟ ରାମଚନ୍ଦ୍ର ବିଭୀଷଣ କେ ଜନ୍ମ ହେଲା ସେଇ ଦଶରଥଙ୍କ ବୀର୍ଯ୍ୟ ଘାଣ୍ଟି ଦେବି ଘାଣ୍ଟି ଦो ପଚାର ସାଡ ଘାଣ୍ଟି ଘାଣ୍ଟିବା ଜାଗାରେ ଘାଣ୍ଟି ହବ ନା ଖାଲି ମନ ମନ ଘାଣ୍ଟି ଦେ ଏଠି ଗଡିଆ ଗୁଡା ବି ଘାଣ୍ଟି କଣ ଘାଣ୍ଟି ତୁ ଗୋଟେ ଏମିତି ପାଳିଆ ଯାଇକି ଆମ କଥା ସେ ଗାୟକ ନାରେ କହୁଛୁ ଏଟା ଏଇ ବିଭୀଷଣ
ମୋରି ପାଇଁ ଆଜି ଆପଣ କେତେ କଥା ଗାଁ ନଷ୍ଟ ହୁଏ କାହିଁକି ଏମିତି କେତେବେଳେ ଲୋକ ଥିଲେ ଗାଁ ନଷ୍ଟ ହବ। ଶୁଣ ପୁଅ, ତୁ ଗୋଟେ ପାଳିଆ ତୋ ଗାଁରେ ଯାହା ଫଙ୍କସନ ହୁଏ ଟଙ୍କା ଦେ ନା ଆଉ କେମିତି ଯାଉ ଟଙ୍କା ଦେଲି ବୋଲି ତଳେ ମୁଁ ଗାଁ ମଟେ ଅଛି ସେଇଥିରେ ବସିଛୁ ଯେମିତି ସତି 10 କୋଟି ଗାଁ ନାମ ଥାଏ। ତୋ ଘରେ ନାରାୟଣ ପୂଜା ଚାଲିଲାଣି ବ୍ରାହ୍ମଣ ଗଲେଣି ମନ୍ତ୍ର ଘର ବାଡ଼ି କଥା। ଆମେ କଣ କରିବୁ ବିଭୀଷଣ ଜନ୍ମ ବୃତ୍ତାନ୍ତ ସେମିତି ଅଛି। ଆଜ୍ଞା କଂସ ଯଦି ଦେବକୀ ଗୋଟେ ଘରେ ଗୋଟେ ଘର ମିଳନ ହେଇଥାନ୍ତା, ପିଲା ଜନ୍ମ ହେଇଥାନ୍ତା, କାହାକୁ ମାରିବା ଦରକାର ନଥିଲା। ତୁ ଗୋଟେ ଘରେ ରଖିଲୁ କାହିଁକି? ଗୋଟେ ଗୋଟେ ସେ 6-7ଟା ପିଲା ଜନ୍ମ କଲା କାହିଁକି? ଧରିକି ଶିଳାରେ ବାଡ଼େଇ ତାହେଲେ କଂସ ଦୟାଳୁ କଂସ ଦୟା କରି ଜୟ ମା ମହାଲକ୍ଷ୍ମୀ। ଆଜି ଆମମାନଙ୍କର ଅଶେଷ ସୌଭାଗ୍ୟ ଆମର ପ୍ରାରମ୍ଭିକ ଦିନରେ ଆସେମ୍ବଲି କାର୍ଯ୍ୟରେ ବ୍ୟସ୍ତ ଥିବା କାରଣରୁ ଆମ ଗାଁର ପୁଅ ଆମ ଅଞ୍ଚଳର ମୌଳମଣି ମାନନୀୟ ବିଧାୟକ ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ସ୍ୱାଇଁ ଠିକ୍ ସମୟରେ ଉପସ୍ଥିତ ହୋଇପାରିନଥିଲେ, କିନ୍ତୁ ଏହି ମାଟିର ଆକର୍ଷଣ ତାଙ୍କୁ ଟାଣି ଆଣିଛି। ଆସେମ୍ବଲିରେ ଯୋଗଦାନ କାରଣରୁ ସେଦିନ ଅନୁପସ୍ଥିତ ଥିଲେ ମଧ୍ୟ ଆଜି ବିଳମ୍ବିତ ରାତ୍ରିରେ ସେହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଆଜି ମଞ୍ଚରେ ଗାୟକଙ୍କ ଠାରୁ ଆମର ସ୍ୱରୂପ ନାରାୟଣଙ୍କର ଆଶୀର୍ବାଦ ଭିକ୍ଷା କରିବା ପାଇଁ ସୁଦୂର ଭୁବନେଶ୍ୱରରୁ ତାଙ୍କର ଅନେକ କାର୍ଯ୍ୟକୁ ପଛରେ ପକାଇ ଏହି ମାଟିର ଆକର୍ଷଣ, ଏହି ଗାଁର ଆକର୍ଷଣ ତାଙ୍କୁ ଟାଣି ଆଣିଛି। ସେହି ମହାଲକ୍ଷ୍ମୀ ତାଙ୍କ ଚଲାପଥରେ କୁସୁମିତ କରନ୍ତୁ ଏବଂ ତାଙ୍କର ଆହୁରି ଆଗକୁ ନିଅନ୍ତୁ। କେବଳ ଆମ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ନୁହେଁ, ସମଗ୍ର ଓଡ଼ିଶାରେ ତାଙ୍କର ଯଶ କୀର୍ତ୍ତିର ବାନା ଏମିତି ଉଡ଼ିଥାଉ, ଏତିକି ହିଁ ମହାଲକ୍ଷ୍ମୀଙ୍କ ପାଖରେ ଆମର ବିନମ୍ର ପ୍ରାର୍ଥନା। ଜୟ ମା ମହାଲକ୍ଷ୍ମୀ, ଜୟ ଜଗନ୍ନାଥ। ମୁଁ ଚିଙ୍ଗୁଡ଼ି ଗାଡ଼ିଆରେ ଆପଣଙ୍କର ଅନୁପସ୍ଥିତିରେ ଆପଣଙ୍କ ମା ଯାଇଥିଲେ, ମୁଁ ତାଙ୍କର 2 ପଦ କଥା ଶୁଣି ଅଭିଭୂତ ହେଇଥିଲି ବୋଲି ଶୁଣିଲି। এই বেড়া গাড়িয়ারে আপনার ঘর অভিভূত হয়েছি। আপনার বহুমূল্য সময় আপনার গোটে নির্বাচন মন্ডলীর দায়িত্ব নেওয়া সহিত আর অনেক নির্বাচন মন্ডলীর গুরু দায়িত্ব আপনার গ্রহণ করছেন। আপনার যোগ্য ব্যক্তিত্ব আমি পাই, আমি ধন্য আপনার রাজা আমি প্রজা। তেণু যা হোক যোଉটা ମୁଁ ଚିନ୍ତା କରିଥିଲି ତା ହେଲା এই ଚାମଡ଼ା ଆପଣଙ୍କ ଶିରରେ ପଡ଼ିବା ଉଚିତ। ସୂର୍ଯ୍ୟ ସୌର୍ଯ୍ୟ ମଥେନ୍ଦ୍ର ଇନ୍ଦ୍ର ପଦମିଶ ମଙ୍ଗଳ ସବୁ ବୁଦ୍ଧିଚ ବୁଦ୍ଧ ପୁରୁଷ ଭରିଆ ସୁତମ ସୁତମ ଶନି ରାହୁ ବାହୁକଳ ତଳୋତି ନିୟତି କେତୁ ପ୍ରଶ୍ରେଣୀ କି କିଞ୍ଚିତ ବହୁତ ଭୂତା ନବଗ୍ରହ ଏକାଦଶ ସଂସ୍ଥା ପ୍ରଦାହନ୍ତୁ। ହେ ସତ୍ୟନାରାୟଣ, ହେ ମା ଲକ୍ଷ୍ମୀ ଦୁଷ୍କୃତ ଶାନ୍ତି ଧୈର୍ଯ୍ୟ ଦିଅନ୍ତୁ, ନିରୋଗୀ ରଖନ୍ତୁ। ସେ 5-7ଟି କାହିଁକି 10ଟି ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ନେଲେ ବି ସେ କେବେ ଦୁର୍ବଳ ରଖନ୍ତୁ, ତାଙ୍କ ମାନସିକ ସ୍ତରରେ ଶାରୀରିକ ସ୍ତରରେ ସୁସ୍ଥ ରଖନ୍ତୁ। ଏତିକି ଗରିବ ବ୍ରାହ୍ମଣ ପୁଅ ଆତ୍ମନିବେଦନ କରୁଛି। ସର୍ବେ ବୋଲନ୍ତୁ ଆନନ୍ଦିକ ମା। ସାରୁ କାମ ଭତ୍ତା କେତେ ହବ? ଏ ତମ ନିର୍ବାଚନ ମଣ୍ଡଳୀରେ କହିବୁ ହଉ ଭତ୍ତା ପାଇବା ପାଇଁ ବ୍ୟସ୍ତ ହବ। ପ୍ରଧାନମନ୍ତ୍ରୀ କରିପାରିବେନି ଆଉ କେତେ ଲୋକ ଯୋଗ୍ୟ ଗାୟକ ଭତ୍ତା ପାଉନାହାନ୍ତି। ଭତ୍ତା ଅନ୍ୟ ଯେ ଗରିବ ଲୋକଟେ ପାଉନି ତାଙ୍କୁ ଇଏ ତେଣୁ ଦେବମାନବ ହିତ କାର୍ଯ୍ୟ ଜନ୍ମିଲେ କଣ ବୁଝୁଛୁ? 10 ଖଣ୍ଡ ବିଜୁଳି ରାମ ଜନ୍ମରେ ସେତିକି ନୁହଁ। ମୁଁ ଆଜି ଏତିକି କହିବି, କଂସ 2 ଜଣଙ୍କୁ ଏକତ୍ର ରଖିଥିଲେ ଜନ୍ମ ହେଇଥାନ୍ତା। ଏକତ୍ର ନରଖିଲେ ଜନ୍ମ ହେଇଥାନ୍ତା। ଶିଳାରେ ପିଟିକିରି ମାରିଲା, ତାହେଲେ କାହା ଦୟାରୁ କୃଷ୍ଣ ଜନ୍ମ କାହିଁକି ଏ କାମ କଲା? କଂସ କହିଲା ମୁଁ ବିବାହିତା ଭଉଣୀ କି ଭିଣୋଇ କି ଅଲଗା ରଖିଲେ ସେ ଯୋଉ ବିବାହ ଆଖିରେ ଲୁହ ଧରିବ ମୋ ଭଉଣୀର, ମୋ ବଂଶ ମରିଯିବ। ନା ମୁଁ ଭଉଣୀ ଏତେ ଭଲ ପାଏ, ନବ ବିବାହିତା ନବ ଦମ୍ପତି କି ଅଲଗା ରଖିଲେ ମୋ ଭଉଣୀ କାନ୍ଦିବ। ଭଉଣୀ ଏତେ ଭଲ ପାଏ। ସେଦିନ ମହାମାରୀ ମାନବୋଚିତ ସେଦିନ କଂସ ମଞ୍ଚାରେ ବସିଥିଲେ। କିଏ ଭଲ ମନେ ପକଉଛୁ? କଂସ ବସିଥିଲେ, ଭଗବାନ ତାଙ୍କୁ ଲାବଣ୍ୟ ରୂପରେ ଦେଖାଦେଲେ।
ଶୁଣନ୍ତୁ ସାର୍ କେମିତି କଂସ ବଳି କଲି ନା କାଳ ରୂପରେ ଦେଖିଲା କଂସ କାହାକୁ କୃଷ୍ଣ କାଳ ରୂପରେ କଂସ କୃଷ୍ଣଙ୍କୁ ଦେଖିଲା ଯୋଉ କୃଷ୍ଣ ଲାବଣ୍ୟ ରୂପରେ ଦର୍ଶନ ଦଉଥିଲେ କାହାକୁ ଗୋପବନ୍ଧୁ ମାମୁ ସେଇ କୃଷ୍ଣ କାଳ ରୂପରେ ଦର୍ଶନ ଦେଲେ ମାମୁ କାହିଁକି ନା ଯେମତେ ଚିନ୍ତେ ଯାଉ ମତେ ତାକୁ ନିଆଇତେ চিন্তা করে তাকে ସେ ଉପରେ ଦର୍ଶନ ତେଣୁ ଏଠି ଦୁର୍ଯ୍ୟୋଧନର ଟିକିଏ ଭୁଲ ନାହିଁ କେମିତି ଦୁର୍ଯ୍ୟୋଧନ କହିଲା କୃଷ୍ଣରେ ତୁ ତ ମାମୁଙ୍କୁ ଏମିତି କାଳ ଉପରେ ଦର୍ଶନ ଦେଲୁ ତୋ ମାମୁଁ ମଞ୍ଚାରୁ ଖୁସି ମଞ୍ଚାରୁ ସେ ତ କାଳ ଉପରକୁ ଦେଖିକି ସବୁ ଆଉ ମୁଁ କଣ ମୋ ମାମୁଁକୁ ମୁଁ କାହିଁକି ମାରିବି ମୋ ମାମୁଁକୁ ମାରିବାର କାରଣ ମୋ ମାମୁଁ ବାପା ଗାନ୍ଧାର ସେବା ତୁ ତ ଜାଣିଛୁ କହିଲା ମାସ ତିଥିରେ କନ୍ୟା ହୋଇ ଅଛି ମୋ ବାପା ହେଲେ ଧୃତରାଷ୍ଟ୍ର ହସ୍ତିନାର ରାଜା ତୋ ଝିଅ ମାସ ତିଥିରେ ଜନ୍ମ ଯାହାକୁ ବାହା ହବ ସେ ମରିବ ସାହାଯ୍ୟକୁ ବାହା ଦେଲୁ ତାପରେ ତୋ ବାପାକୁ ବାହା ଦେଲୁ ମୁଁ ମହାମଣି ମତେ ଭୀମ କହିବାକୁ ସାହସ କରିନଥାନ୍ତା ମୁଁ ଯେତେବେଳେ କହିଲି ବସରେ ପବନ କୁହ ସେ ମତେ କହିଲା ବସରେ ପରେ ଧପୁତ୍ର ତେଣୁ ମୁଁ ମୋ ମାମୁଁ ବଂଶକୁ ମାରିବି ହାତରେ ନ ମାରି ହାତରେ ମାରି ଏମିତି ଲକ୍ଷଣ ଦେଲୁ ମାମୁଁ ଏ ବାପା ଏ ବେଟି ସଙ୍ଗେ ନା କଣ ସେ ମଞ୍ଚାରୁ ଖସିକି ମରିଗଲା ଆଉ କଣ ପାପ କରିଛି କହ ଦେଖନ୍ତୁ ସାର୍ ଦୁର୍ଯ୍ୟୋଧନ ଗୋଟିଏ ଗୋଟିଏ ଠିକ କରିଛନ୍ତି କହିଲା ଏ ଜ୍ୟେଷ୍ଠ ଭାତ ଧର୍ମରାଜେ ତୁ ରାଜା କୃଷ୍ଣ ତୁମ ବଡ ଭାଇ ଯୁଧିଷ୍ଠିର ଥାଉ ଥାଉ ତୁମେ ହସ୍ତିନାରେ ରାଜା ହବାଟା କଣ ଠିକ ନା ଓ ଏଇଥିପାଇଁ ମୁଁ ପାପ କରିଛି ଦେଖନ୍ତୁ କେମିତି ଅପମାନ ଦଉଛି ଦୁର୍ଯ୍ୟୋଧନ କୃଷ୍ଣ ଘୋର ଅପମାନ ଏ ପୁଅର ଭଲ ନାହିଁ ସାହିତ୍ୟ ରସପିପାସୁ ସୁଧୀଦର୍ଶକ ଗାୟକ ପ୍ରବୀରଙ୍କର ଆଜି ମହାଭାରତର ଯେଉଁ ନାଟକୀୟ ଉପସ୍ଥାପନ ସେଥିରେ ଖୁସି ହୋଇ ମହାବୀର ଟେଣ୍ଟ ହାଉସର ଦୁଇ ଭାଇ ରମେଶ ଏବଂ ସୁରେଶ ନାୟକ ଏବଂ ସୁରେଶ ନାୟକ 21 କୋଟି ଭାରତୀୟ ମୁଦ୍ରା ପ୍ରଦାନ କରିଛନ୍ତି ମା ମହାଲକ୍ଷ୍ମୀ ତାଙ୍କର ଚଲାପଥ କୁସୁମିତ କରନ୍ତୁ ରମେଶ ବାବୁଙ୍କର ସୁରେଶ ବାବୁଙ୍କର ସେଇ ଟେଣ୍ଟ ହାଉସ ସଦା ସର୍ବଦା ସୁରକ୍ଷିତ ହଉ ଜନାନ୍ତୃତ ହୁଅନ୍ତୁ ସେମାନେ ମୋ ମହାଲକ୍ଷ୍ମୀ ତାଙ୍କର ମଙ୍ଗଳ ବିଧାନ କରନ୍ତୁ ତାଙ୍କ ବ୍ୟବସାୟ ବୃଦ୍ଧି ହଉ ଦେଖବା ଶୁଣ ପୁଅ ମହାମାନି ଦୁର୍ଯ୍ୟୋଧନ କଣ କହୁଥିଲି ଭଗବାନ କୃଷ୍ଣ କହୁଛନ୍ତି ବଡ ଭାଇ ଯୁଧିଷ୍ଠିର ଥାଉ ଥାଉ ଏମିତି କଥା କହିଲା କୃଷ୍ଣ ଚୁପ କଣ କହିଲା ଡାକିଲା କହିଲା ଠାକୁରେ ମୁଁ ତ ଠାକୁର ବୋଲି ତୁମକୁ ମାନେନି ତୁମ ଭଉଣୀ ଅର୍ଜୁନ ବାହା ହେଇଛି ଆଉ କାହିଁକି ଭଉଣୀ ବାହାଘର କରିଛ ଜବରଦସ୍ତ ଅର୍ଜୁନ ଇଚ୍ଛା ନଥିଲା ସବୁ ଗୋଟି ଗୋଟିକି ଫେରି ଦବ ଦୁର୍ଯ୍ୟୋଧନ କହିଲା ଶୁଣ ତୁମ ବଡ ଭାଇ ହେଲେ କିଏ ବଳରାମ ଗୋଟିଏ ବାପା ଆଲୋଚନା ଧର୍ମ ବହୁତ ବିଚାରଟା କିଏ ଦିଅ ବଳରାମ ଯୋଉ ରକ୍ତରୁ ଜନ୍ମ ବସୁଦେବ କଣ ରକ୍ତରୁ କୃଷ୍ଣ ମା ବାପା ସେ ସମ୍ପତ୍ତି ଦି ଭାଗ ବଡ ଭାଇ ମୂଳ ଚେଷ୍ଟା ପାଇଁ ଏଠି ଦୁର୍ଯ୍ୟୋଧନ କହୁଛି ମୋ ବାପା
ତୋର ବାପା ସମ୍ପୂର୍ଣ୍ଣ ଭିନ୍ନ। ହଁ ମୋ ବାପା ହଉଛନ୍ତି ଧୃତରାଷ୍ଟ୍ର ଯୁଧିଷ୍ଠିରଙ୍କ ବାପା ହଉଛନ୍ତି ବନ୍ଧୁ। ତାଙ୍କ ମା ମୋ ମା ଗାନ୍ଧାରୀ କିନ୍ତୁ ଏ ପାଞ୍ଚଟା ଯାକ ପାଣ୍ଡବ ଏହି ମୋ ଦାଦା ବନ୍ଧୁଙ୍କ ପୁଅ ନୁହଁ। କାହିଁ ଖେଳିଲେ କାହିଁ କଥା କହିଲ? ଆଉ ମାନେ ପାଞ୍ଚ ଯାକ ବନ୍ଧୁକ ପକେଇବ ପ୍ରଥମ କହିଲେ ମୋ ଦାଦି ପୁଅ ମୁଁ ହେଲି, ବଡା ବାପ କିନ୍ତୁ ତୁମେ ବସୁଦେବଙ୍କ ଅନୁସାରୁ ଦି ଭାଇ ଦିଟା ମା ଗର୍ଭରୁ ଜନ୍ମ, ଗୋଟିଏ ବାପାର ରକ୍ତ ତୁମ ଧମନୀରେ ପ୍ରବାହିତ। କିନ୍ତୁ ଏ ପାଞ୍ଚଟା ଯାକ ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ, ସହଦେବ ଏ ବାପା ଏ ପାଞ୍ଚଟା ଯାକ କେହି ବନ୍ଧୁଙ୍କ ପୁଅ ନୁହଁ। ଆଚ୍ଛା ଯୁଧିଷ୍ଠିର କାପ ସାରା ଦାସ ଲେଖିଛନ୍ତି ବନ୍ଧୁଙ୍କ ପୁଅ ସହଦେବ ତାକୁ ନାଭି କରିଦେଲେ ଚିତ୍ରକଟ ଧରେ ଗଙ୍ଗାଧର କାଲୁଆ ଉପରେ ତର୍ଜମା। ହଁ ହଉ ତାର ଯଦି ଖାଦ୍ୟ ଥଣ୍ଡା ହବ ଏ ରହ ଖାଇବା ଦରକାର ନାହିଁ, ଖାଇବା ପାଇଁ ଆସୁ ଆମ ଖାଇବା ବଡ କଥା କଥା ନାହିଁ। କଣ ହେଲାଣି ଦେଖୁଛୁ ନା ଇଏ ପାଞ୍ଚଟା ଯାକ ପୁଅ ବହୁତ ଦୁର୍ଯୋଧନ, ହେ କୃଷ୍ଣ ତୁମେ ଆର୍ଯ୍ୟାବର୍ତ୍ତ ଶ୍ରେଷ୍ଠ ପୁରୁଷ। ହଁ ଇଏ ପାଞ୍ଚଟା ଯାକ ଭାଇ ମୋର ଭୀମ, ଅର୍ଜୁନ, ନକୁଳ, ସହଦେବ, ଯୁଧିଷ୍ଠିର ମୋ ଦାଦାଙ୍କ ଅନୁରୋଧ ଇଏ କେହି ମୋ ବନ୍ଧୁ ଦାଦାଙ୍କ ଅନୁରୋଧ ନୁହଁ। ତାହେଲେ ଶିକ୍ଷକ ପଛରେ ମନା କଲେ କି ସେ ଚୁପ୍ କିଣି ବସ। ବିଦଗ୍ଧ କଳା ପିପାସୁ ସୁଧୀଦର୍ଶକ ଚୈତ୍ର ନିଦ୍ରାରେ ଜାଗ୍ରତ ରହିଥିବା ସମସ୍ତ ପୂର୍ବପଲ୍ଲୀବାସୀଙ୍କୁ ଆମ ଅନୁଷ୍ଠାନ ତରଫରୁ ଅଶେଷ ଅଶେଷ ଅଭିନନ୍ଦନ। ଆମ ଗ୍ରାମର କୁନି ପୁଅ ସ୍ୱପ୍ନ ସ୍ୱରୂପ ନନ୍ଦ 21ଟି ଭାରତୀୟ ମୁଦ୍ରା ସହିତ ଏକ ଉତ୍ତରୀୟ ଗାୟକ ମହେଶଙ୍କୁ ପ୍ରଦାନ କରୁଛନ୍ତି। ମା ମହାଲକ୍ଷ୍ମୀ ତାଙ୍କର ବିଦ୍ୟା ଏବଂ ବୁଦ୍ଧିରେ ପରିପୂର୍ଣ୍ଣ କରନ୍ତୁ, ଏତିକି ଆମର ସେଇ ବିଦ୍ୟାଦାତ୍ରୀ ପରିଦାତ୍ରୀ ମା ମହାଲକ୍ଷ୍ମୀଙ୍କ ପାଖରେ ନିବେଦନ। ଜୟ ମା ମହାଲକ୍ଷ୍ମୀ। ଲକ୍ଷ୍ମୀ ପଦ୍ମାବୟା ପଦ୍ମା କମଳା ଶ୍ରୀ ହରିପ୍ରିୟା ଇନ୍ଦିରା ଲୋକମାତା କ୍ଷୀରାଦ୍ରି କଲା ଏ ବାପା ନନ୍ଦ ପୌଠିଆ ঠিক আছে তোর টଙ୍କା দরকার না কাঠ দরকার? কাহিনী পাঠ দরকার মহা চালাক ये बेला गाड़ी आपिला से देखिला पाठ पढ़िले टंका का पछरे दउनी হ্যাঁ ঠিক আছে पाठ न पढ़िले मजूरी 500 ହଁ पाठ पढ़िले 5000 मजूरी 5000 10,000 15,000 তার লিমিট নাই ये पांचुडा जाको किए बंधु पुआ ସହଦେବ मौसा युधिष्ठिर हेले धर्म को पुआ ଭୀମ धर्म कहले जन्म न धर्म देवता सूर्य न अलग भीम हेला पवन पुआ अर्जुन हेला विरोधा काक शासन इंद्र को पुआ नकुल सहदेव का पुआ जटा मारी नहीं जरा कुंती मात्री की आज में नारी दबा नहीं से बंधे हबो सौपुरी जटा मारी नहीं जरा मात्री ଅପ ଇଏ କଣ ହବ मात्री भीड़ों को डाकिला निमंत्रण करा जेंती नियोग प्रथा कौन सुटू हटाए काना नियोग प्रथा कहा को कहब ये कॉलेज रे पाठ पढ़िबे ये कोन काला जान হ্যাঁ এই জানা कहले गोप्रांगना मान को वस्त्र को कृष्ण चोरी कले बोली द्रौपदी की दे दे आयो गोप्रांगना मान को कृष्ण वस्त्र को कृष्ण चोरी दे না क्या না না दुशासन जेमती द्रौपदी की काम करा कृष्ण सेमती गोपांगना मान को काहे वस्त्र दे दे না না अरे गोपांगना मान को वस्त्र को भगवान कदम डाली रखिबा आ दुशासन दुर्योधन मित्र से द्रौपदी की विवस्त्र करिबा या भीतर फरक तुमको जाना नहीं तुझे कॉलेज रे जहां नॉलेज दो भगवान ସମାନ ହଉ तोरा भित्ति हिनो अमूलक वाक्य ताकू ठीक करिबी तुम पाला को ठीक करिया कोते दिनी राती ସାର୍ ଟିକେ ରାଗିଲେ হ্যাঁ चुप है सुन ভগবান শিক্ষা দেলে चपा मारी धरी कि दुई जन को डाकी लेखी ମାଦ୍ରି ମୁଁ ନିୟମ କଥା ପଛରେ କହିବି ଆପଣ ଯେ କଷ୍ଟ ଶୀତ ରାତିରେ ବସିଲେ କହିବି ନା କଣ କୁହ আজ্ঞা କବି ହେଲେ গঙ্গাধর କହି କୀର୍ତ୍ତକ ବୋଧ ଗୋଟିଏ ପଦ ଦଶ ମାତ୍ରା ତୁମେ ପକେଇବା ଆମେ କଣ ହଳ ବୁଲେଇବାକୁ ଯିବି ଗୋଟିଏ ପଦ କହିଲା ଅଶ୍ବିନୀ କୁମାର ଆମର ଇଏ ଖାଇବା ବେଶୀ ଲାଗେ ବାଲାରେ ଟିକେ କମ ହେଲେ ହନ୍ତା ଅଶ୍ବିନୀ
কুমার সম এদিকে লোকটা হেলে কোন হব নয়াগড় ଥିଲା টানি নমছি কত টানি নমছি হ্যাঁ অশ্বিনী সারা দাস କହିଛନ୍ତି ପଣ୍ଡୁସ କପୁଅ ସହଦେ ମୋ ସୁନା ଆଜ୍ଞା କିନ୍ତୁ ଏଠି କିଚକ ମଧ୍ୟରେ ଗଙ୍ଗାଧର ମେହର କହିଲେ ସେ କଣ କହିଲେ ଯେମିତି କୁନ୍ତି ତିନି ଜଣ ଦେବତାଙ୍କୁ ଜପମାଳି ଦ୍ୱାରା ଆହ୍ୱାନ କରି ତିନିଟା ପୁଅ ଜନ୍ମ କଲେ ଯୁଧିଷ୍ଠିର ଭୀମ ଅର୍ଜୁନ ସେମିତି ମାତୃ କଣ କଲେ ନା ଦି ଜଣ ଡାକ୍ତରଙ୍କୁ ଡାକିଲେ ଡକ୍ଟର ଚିକିତ୍ସକ ବୈଦ୍ୟ ଅର୍ଜୁନ ନୁହେଁ ସ୍ୱର୍ଗପୁର ଅଶ୍ୱିନୀ କୁମାର ଇଏ ସ୍ୱର୍ଗ ଚିକିତ୍ସକ ଭଗବାନ ଦି ଜଣ ଆସିଲେ ଜଣେ ଅଶ୍ୱିନୀଙ୍କ ଔରସରୁ ଜନ୍ମ ନେଲେ ନକୁଳ ତାଙ୍କର ଘୋଡ଼ା ପ୍ରତି ବହୁତ ଶ୍ରଦ୍ଧା କୁମ୍ଭରଙ୍କ ଔରସରୁ ଜନ୍ମ ନେଲେ ଆପଣ କହିବେ ଯେ ସହଦେବ ହଉଛନ୍ତି ପଣ୍ଡିତ ପୁଅ ଏଇଠି ଭୁଲ ହେଇଯିବ କେମିତି ଭୁଲ ହବ ମନେକର ତୋର ମୋର ସତ୍ୱର ଇଲାନାର ସତ୍ୟ ଖରାପ ଭାବିବୁ ତୁ ନାରୀ ସହବାସ କରିବାକୁ ଗଲାବେଳେ ଝରକା ବାଟେ ତତେ ଗୁଳି କଲା ତୋ ପିଠିରେ ଗୁଳି ବାଜିଲା ତୁ କହିବୁ ଗୁଳିରେ ମୋ ପିଠିରେ ଥା ମୁଁ ନାରୀ ସହବାସ କରିସାରି ମେଡିକାଲ ଦେବି ଇଏ ସେ ସମୟରେ ତ ଖଳ ହେଇଗଲେ ସବୁ ଗଲା ମଉସା ଯଦି ପ୍ରୀତି କଲାବେ ଆଗ୍ନିକ ଋଷିଙ୍କ ଅଭିଶାପ ଅକାଳ ବାଣ କରି ପକାଉବେ ଅନୁଭବ ପ୍ରୀତି ହେଲା କେମିତି ଗର୍ଭବତୀ ହେଲେ କେମିତି ମାତି ସେଦିନ ଶିବ ପାର୍ବତୀଙ୍କ ରତି ଗୃହରେ ଅଗ୍ନି ଶ୍ଵେତ ପାରାନ୍ତରେ ପ୍ରଥମ ହେଲା ୟାଙ୍କର ଭାଙ୍ଗିଗଲା ये गुड़ी दिला बाव पड़ला ये प्रीति कोले केमिति फोन तू होलो सब दिला केमिति माटी बसे जेमति कुंती को गर्भ धर्म पवन इंद्र को ग्रसर युधिष्ठिर भीम अर्जुन जन्म से ही पड़ी माटी को गर्भ अश्विनी कुमार ग्रसर नकुल सहस्र चाहि जो बानी तो हमको कितने हो तो तुमको देखेंगे ताको पर ये माने है अलगा कहला दुर्योधन कहला ये माने केही मो दादा नो नुह मो दादा दादा हेले ना तुम्हें गोटिया दाबो ये कृष्ण बड़ा मौसा बलराम को बड़ कम थिला नथिला बल बुद्धि नथिला आ कृष्ण थाउ बलराम थाउ कृष्ण बड़ा काले ये मोहे मोहिने सब किसी अक्षर से बलराम करी योग्य भाई ठारू ठारू कृष्ण तुम्हें केमिति आवा हेरो तुम्हें तो मते सिखेछ आग निज रक्तर भाई बलराम को उपेक्षा करी तुम्हें राजा हेलो अब ये तो याको बापा लगा याको मां लगा ओ बापा लो मो दादा को नुह उनका क्या करा ऐसे बोल कौन भूल गया वह कौन अपराध करी सुनी दी बोली आगे कौन को मांगा कृष्ण आपन नारायण बोल
ভগবান কৃষ্ণ পুনর্বার কহিলে তুমি দ্রুপদরাজ নন্দিনী দ্রৌপদীকে বিবস্ত্র দুর্যোধন କଣ କହିଲା ବାପା ନା ତେଣୁ ମୁଁ ବିବସ୍ତ୍ର କରିଥିବାରୁ ସେ ସତୀ ହେଲେ କହିଲେ ସତ୍ୟ ହେଲା ହ୍ୟାଲୋ ମଉସା ହ୍ୟାଲୋ ସୁଧୀ ଦର୍ଶକ ବନ୍ଧୁ ଶେଷ ରାତିର ଶେଷ ପର୍ଯ୍ୟାୟରେ ସୁଦୂର ଧାନଚଣା ନିବାସୀ ଶ୍ରୀଯୁକ୍ତ ବାସୁଦେବ ଗୁରୁ ଗାୟକ ମହାଶଙ୍କର ମହାଭାରତ ବର୍ଣ୍ଣନାରେ ଖୁସି ହୋଇ 21 ଟଙ୍କା ପୁରସ୍କାର ପ୍ରଦାନ କରିଛନ୍ତି।